ସାଙ୍ଗ ମାନେ ସମସ୍ତଙ୍କୁ ମୋର ନମସ୍କାର। ଆଜି ଆମେ ପେସେଜ କରିବା। ଆଜି କେମିତି ପଢିବା ନା ଗୋଟେ ପେସେଜ ଆଜି ପଢିବା, କାଲି ଗୌତମର ଦୁଇଟା ଶ୍ଲୋକ ଗୋଡ଼େଇ ଦେବା, ତାପରେ ମେଘ ଅଭିଜ୍ଞାନ ଶାକୁନ୍ତଳର ଶ୍ଲୋକ ଗୋଡ଼େଇବା। କାରଣ ସେଇ ଏଗୁଡ଼ା ହେଉଛି ଆପଣଙ୍କର ମାର୍କ ଗୋଟେ ବି କଟିବନି, ପୁରା ଡାଇରେକ୍ଟ କ୍ୱେଶ୍ଚିନ୍ ଆସୁଛି। ଆଉ ଆପଣଙ୍କୁ ଇଜି ହେବ କରିବାକୁ। ଆଉ ଏଗୁଡ଼ା ଯଦି ମାର୍କ କଟିଯିବ ବହୁତ ମନ ଦୁଃଖ ହେବ। ତେଣୁ ପେସେଜ କରିବା। କ୍ୱେଶ୍ଚିନ୍ ଗୋଟେ ପେସେଜରୁ ମିନିମମ୍ 50 ଉପରେ କ୍ୱେଶ୍ଚିନ୍ ଅଛି। ଦେଖନ୍ତୁ ବହୁତ ସାରା କ୍ୱେଶ୍ଚିନ୍ ଅଛି, ଦେଖିବା। ସକାରଣ ବିଭକ୍ତି, ସମାସ କ'ଣ ହେଇପାରିବ, ଗୋଟେ ବି ଯେମିତି ବିଭକ୍ତି ମିସ୍ ଏଥିରେ ନ ଯିବ। ଯେତିକି ପଢ଼ିବା ଯେମିତି ସେତିକିରୁ ପରୀକ୍ଷାରେ ଆସିବ। ଏଇ ଗପଟା ଅତି ଇଜି ଗପଟା, ମୁଁ ଗପଟା ସାରାଂଶରେ କହିଦେଉଛି, ତାପରେ ଆମେ କ୍ୱେଶ୍ଚିନ୍କୁ ଯିବା। ଦେଖନ୍ତୁ ଏ ଗପଟା ହେଲା କ'ଣ ନା, ଯେଉଁ ଗୋଟେ ଜଳାଶୟ ଥିବ, ସେ ଜଳାଶୟରେ ମାଛମାନେ ଥିବେ। ତାପରେ ବକଟେ ଆସିକି, ଯେଉଁ ବଗଟେ ବସିକି କ'ଣ କହିବ ନା, ମୁଁ ଆଉ ମାଛ ଖାଉନି, ମୁଁ ମାଛ ଛାଡ଼ି ଦେଇଛି। ଆଉ ମାନେ ବହୁତ ଦିନ ମାନେ ଆକାଶ ବାଣୀ ହେଇଛି କି ଯେ ପାଣି ଶୁଖିଯିବାର ଚାନ୍ସ ଅଛି। ଆଉ ମୁଁ ଗୋଟେ ଜାଗାରେ ଦେଖିଛି ବହୁତ ପାଣି ଅଛି ଗୋଟେ ପୋଖରୀରେ, ଆପଣମାନଙ୍କୁ ସେ ପୋଖରୀକୁ ନେଇଯିବି, ଆପଣମାନେ ସେଫ୍ ହେଇକି ରହିବେ। ଆଉ ମୋ କଥାକୁ ବିଶ୍ୱାସ କରନ୍ତୁ, କାରଣ ମୁଁ ମାଛ ବିରାଡ଼ି ବୈଷ୍ଣବ ହେଇଯାଇଛି। ମାନେ ମାଛ ଖାଇବା ମୁଁ ଛାଡ଼ି ଦେଇଛି ପୁରା। ମାନେ ବିଲେଇ କହୁଛି ମୁଁ ମାଛ ଖାଉନି, ସେଇ ଟାଇପ୍ର କଥା। ତାପରେ ସେ ନେଇକି ଯିବ। ରାସ୍ତାରେ ଗଲାବେଳେ କ'ଣ ଅସୁବିଧା ହେଇଛି, କଙ୍କଡ଼ା ଯେଉଁ କୁଳିରକ ତାକୁ କାମୁଡ଼ିଛି, କ'ଣ ହେଇଛି ସବୁ ଆପଣମାନେ ଜାଣିଛନ୍ତି ଏ ଷ୍ଟୋରିଟା। ମୁଁ ଜଷ୍ଟ ରିଡ଼ିଂ କରିଦେଉଛି। ଆଉ ଯେଉଁ ହାଇଲାଇଟ୍ ହେଇଛି ଯେଉଁ କଲର୍ରେ, ସେଗୁଡ଼ା ସବୁ ସକାରଣ ବ୍ୟକ୍ତି ଆମେ କରିବା। ଆଉ ଅର୍ଥ ବି ଆସେ ପରୀକ୍ଷାରେ, ଅର୍ଥ ବି କରିବା, ସବୁକିଛି କରିବା, ଗୋଟେ ଥର ଯେମିତି କମ୍ପ୍ଲିଟ୍ ହେଇଯିବ। ଅସ୍ତି କଶ୍ଚିତ୍ ବନ ପ୍ରଦେଶେ ନାନା ଜଳଚର ଯୁକ୍ତ ମହତ୍ସରଃ ତତ୍ର চ କୁତ୍ରାଶ୍ରୟ କଶ୍ଚିତ୍ ବକ ବୃଦ୍ଧ ଭାବନାମ୍ ଉପାଗତ ମତ୍ସ୍ୟାନ୍ ବ୍ୟାପାଦୟିତୁଁ ସମର୍ଥ। ବ୍ୟାପାଦୟିତୁଁ ମାନେ ମାରିକି ସମର୍ଥ ହେଲା। ମାନେ ଟିକେ ଏ ଯେଉଁ PDF କଲାବେଳେ କ୍ୱେଶ୍ଚିନ୍ଟା କ'ଣ ମାନେ କେମିତି ହେଇଯାଏ କହିଲେ, ଯେମିତି ଦ ହଲନ୍ତ ବ ଆପଣ ଯଦି ମିଶେଇବେ ତାହେଲେ ଏମିତି ମିଶିଯାଏ ତା ସାଙ୍ଗରେ, କିନ୍ତୁ ଯେତେବେଳେ PDF କରିବେ ଏମିତି ଅଲଗା ହେଇଯାଏ। ତ ସେଟାକୁ ଟିକେ ଆପଣମାନେ ଆଡ଼ଜଷ୍ଟ କରନ୍ତୁ, ସେଇଟା କିଛି ବି ଏତେ ମେଜର ଇସ୍ୟୁ ନୁହଁ। ତାପରେ କ'ଣ ଦେଇଛି, ବ୍ୟାପାଦୟିତୁଁ ତତଶ୍ଚ ଶ୍ରୁତକ୍ଷାମ କଣ୍ଠଃ ସରସ୍ତୀରେ ଉପବିଷ୍ଟ। ସରସ୍ତୀ ମାନେ ସମୁଦ୍ର ପାଖରେ ବସିକି, ଯେଉଁ ନଦୀ ପାଖରେ ସରସ୍ତୀରେ ବି ପଚାରିଦେବ କେଉଁ ବିଭକ୍ତି। ସରସ୍ତୀରେ ମାନେ ସ୍ଥାନାଧିକରଣ, ଗୋଟେ ମାନେ ପୋଖରୀ ପାଖରେ ଗୋଟେ ସ୍ଥାନକୁ ନିର୍ଦ୍ଦିଷ୍ଟ କରାଯାଇଛି, ତ ସ୍ଥାନାଧିକରଣ ସପ୍ତମୀ, ସେଟା ଆମେ ପଢ଼ିବା, କ୍ୱେଶ୍ଚିନ୍ ସବୁ କରିବା। ଉପବିଷ୍ଟ ଅଶ୍ରୁ ପ୍ରବାହୀ ଧରା ତଳ ଅଭିସିଞ୍ଚନ୍ ରୁରୋଧ କ'ଣ ଯେଉଁ କାନ୍ଦିଲା, ଅଥ କାନ୍ଦୁଛି ବସିକି, ନାଇଁ କି। ଅଥ କଶ୍ଚିତ୍ କୁଳିରକ ବହୁ ଜଳଚର ସମେତ୍ୟ ତସ୍ୟ ଦୁଃଖେନ ଦୁଃଖିତଃ, ତା ଦୁଃଖରେ ଦୁଃଖୀ ହେଇକି ସମାଦରମ୍ ଇଦମ୍ ଉଚ୍ୟେ, ମାନେ ଆଦରର ସହିତ କହିଲା, ମାମ୍ କିମ୍ ଅଦ୍ୟ ତ୍ୱୟା ନ ଆହାର ବୃତ୍ତି ଅନୁଷ୍ଠୀୟତେ କେବଳମ୍ ଅଶ୍ରୁପୂର୍ଣ୍ଣ ନେତ୍ରାଭ୍ୟାମ୍ ସ ନିଶ୍ୱାସେନ ସ୍ତୀୟତେ। ସ୍ତୀୟତେ ମାନେ ଅଛି ସେ। ବକ ଆହ ବତ୍ସ, ବକ କହିଲା, ବତ୍ସ ସତ୍ୟମ୍ ଉପଲକ୍ଷିତମ୍ ଭବତା ମୟା ହି ମତ୍ସ୍ୟା ଆଦନମ୍ ପ୍ରତି ପରମ ବୈରାଗ୍ୟେଣ ସାମ୍ପ୍ରତମ୍ ପ୍ରାୟ ଉପବେଶନ କୃତମ୍। ପ୍ରାୟ ମୁଁ ବହୁତ ଦିନ ପର୍ଯ୍ୟନ୍ତ କ'ଣ ଉପବାସରେ ରହୁଛି ପ୍ରାୟତଃ। ତେନ ଅହମ୍ ସମୀପ ଗତନ୍ ଅପି ମତ୍ସ୍ୟାନ୍ ନ ଭକ୍ଷୟାମି, ମୁଁ ମାଛ ବି କିଛି ଖାଉନାହିଁ। କୁଳିରକ ଏତତ୍ ଶ୍ରୁତ୍ୱା ପ୍ରାହ ମାମ୍, କୁଳିରକ ଶୁଣିକି କହିଲା, ମାମ୍ କିମ୍ ତଦ୍ ବୈରାଗ୍ୟ କାରଣମ୍, ବୈରାଗ୍ୟ କାରଣଟା କ'ଣ ହୋଇପାରେ ଆପଣଙ୍କର। ସ ଆହ ବତ୍ସ ଅହମ୍ ଅସ୍ମିନ୍ ସରସି ଜାତ ବୃଦ୍ଧିମ୍ ଗତଶ୍ଚ ତତ ମୟା ଏତତ୍ ଶ୍ରୁତମ୍ ୟଦ୍ ଦ୍ୱାଦଶ ବାର୍ଷିକ। ଦେଖନ୍ତୁ ଏଇଟା ଟିକେ ଏମିତି ହେବା କଥା ଦୋ, ତ ଏଇଟା ଖୋଲିକି ହେଇଯାଇଛି। ଦ୍ୱାଦଶ ବାର୍ଷିକୀ ଅନାବୃଷ୍ଟି ସମ୍ପଦ୍ୟତେ। କୁଳିରକ ଆହ କସ୍ମାତ୍ ଶ୍ରୁତମ୍, ତ କେଉଁଠୁ ଶୁଣିଲ। ବକ ଆହ ଦୈବଜ୍ଞ ମୁଖାତ୍, ମାନେ ମୋତେ ଆକାଶବାଣୀ ହେଲା। ଅଭିଜ୍ଞାନ ଶାକୁନ୍ତଳରେ ଅଛି କି ନାହିଁ, ତତ୍ ଏତତ୍ ସରଃ ସ୍ୱଳ୍ପତୟ ବର୍ତ୍ତତେ ଶୀଘ୍ରମ୍ ଶୁଷ୍କତା। ଏହି ଇଏରେ ମୋତେ ଆକାଶବାଣୀ ହେଲା କ'ଣ ନା, ଯେଉଁ ଏଇ ସରର ଯେଉଁ ପୁଷ୍କରିଣୀ ଗୁଡ଼ା, ଯେଉଁ ଗଡ଼ିଆ କ'ଣ ଗଡ଼ିଆ କୁହନ୍ତି ନା କ'ଣ କୁହନ୍ତି, ସେଇଟାରେ ପାଣି କ'ଣ ହେଇଯାଏ ନା ବହୁତ କମ୍ ଅଛି, ତ ଶୀଘ୍ର ଶୁଖିଯିବାର ଚାନ୍ସେସ୍ ଅଛି। ତେଣୁ ଆପଣ କ'ଣ କରିବେ, ଅସ୍ମିନ୍ ଶୁଷ୍କେ ଏହି ସୟାୟମ୍। ଦେଖନ୍ତୁ କ୍ୱେଶ୍ଚିନ୍ ଯେତେବେଳେ ପରୀକ୍ଷାରେ ପଡ଼ିବ ଦେଇଦେଇଥିବ ଏଇ,
तो आपंकर कौ विभक्ति सकारात्मक विभक्ति निर्णय करूँ आप डायरेक्ट पैसेज को आसवे अही देख तापर सह अच्छी तो आप सौहार्थ तृतीया बुझिपारे क्वेश्चन आप करेंगे जानीपर सब तेणु जो क्वेश्चन पढ़ी जब ऑप्शन देखिए मारिकी पलि आसने आप आसवे पैसेज को ऑलरेडी तापर पढ़ी देखिए अश्विन शुष्के यही शुष्क यही सहाय वृद्धि गतः सदैव क्रीडितश्च ते सर्वे तय अभावात देखो तय अभावात पानी अभाव जो हाइलाइट अच्छी से कारक विभक्ति पढ़ा माने अपदे पंचमी हो नाशम जास्यन्ति जो पानी अभाव सब कुछ सुखीज ततेषां वियोग द्रष्टुम असमर्थ ए प्रकार दुख देखा बहुत कष्टकर तेन एतत् प्राय उपवेशन कृतम अपि च साम्प्रत्यम सर्वेषां स्वल्प जलाशयानां जलाचरा गुरु जलाशयेषु स्व स्वजन ही नियन्ते से कौन है ना स्वल्प जल जो कम अच्छी आम गुरु जलाशय मैंने बहुत बड़ बड़ जलाशय को स्वजन निज निजर प्रियजन मान को नेउछु अत्र पुनः सरसी ये जलचरास्ते निश्चिंता सन्ति पुणी आपंकर वर्षा दिन आसे पुणी पूरी जो आप आसिक निज जगह रे किसी असुविधा ना तो यहाँ आप सकारण विभक्ति करवा लिखाई सादरम इति पदस्य सकारण विभक्ति निरूपयित देखो सादरम कौटी अच्छी सादरम देख विशेष्य विशेषण 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 सब थाए क्रिया विशेषण देखो ये गोटे क्रिया आदर सहित वर्तमान सादरम नहीं कि साद दुखित दुखित तो आपणकर यहाँ कौन हो गला क्रिया विशेषण ऑप्शन कौन होकर ऑप्शन ए जदि ये पीडीएफ दरकार हो आपण मैंने कमेंट रे लिखुँ मुझे पीडीएफ प्रोवाइड करदेवी किसी असुविधा नहीं कारण पीडीएफ रही आप रिविजन करने को सुविधा हुए कौन लिखाई कस्मात इति पदस्य सकारात्मक विभक्ति निरूपित देखूँ कस्मात भी सब पलि आसवे पैसेज को कस्मात कस्मात आह गोटे थिला सेंटेंस रे देखु आह कस्मात श्रुतम कौन हो पंचमी विभक्ति केउठार शुणिल उपादान पंचमी हाँ कि नहीं बसर जो पत्र पड़ा तो आपंकर आंसर कौन हो उपादान पंचमी ऑप्शन बी इज करेक्ट हो गला सब पढ़ा जो ए संधि अच्छी संधि विसर्ग संधि को आप भलसे पढ़ी थे जी ए संधि अच्छी विसर्ग संधि को कौ अतर उत्तर प्लुता प्लुते हसिश्च सब सूत्र को मुझे क्लारीटी देवी पूरा पूरा आप भलसे बुझीपारे आ विसर्ग संधि टे भलसे भी पढ़ी थे पूरा बुझेबी अब आपने बेसी कन्फ्यूज होती उक्त कर्मणि अनुक्त उक्त कर्तरी प्रथमा अनुक्त कर्मणि द्वितीया एटा केमी कौन लगे से भी मुझे भलसे बुझेबी ये सरस्थिर इति पदस्य सकारात्मक विभक्ति सरस्थिर गोटे स्थान को बुझेला पैसेज पढ़ेला बेले कहली स्थान को बुझेला तेणु आपंकर आंसर कौन हो स्थानाधिकरण सप्तमी भलसे क्वेश्चन पढ़े निश्चित करेंगे एगुड़ारू जमी गोटे क्वेश्चन मिस न हुए एगुड़ा मिस हे बहुत माने ये हम त्वया इति पदस्य सकारात्मक विभक्ति निरूपित देखो क्वेश्चन अच्छी करण तृतीया अनुक्त कर्तरी सहजगे त्वया त्वया को जी आम देखूँ त्वया कौटी अच्छी देखिले ही जानीपारे ना एमती डायरेक्ट माने कौन अंदाजिया लगेबिनी तो यहाँ आपंकर कौन हो अनुक्त कर्तरी तृतीया देखु ये उक्त अनुक्त टी मुझे कहीदे जिते बड़े कर्मटा उक्त हो कौ सूत्र अनुसार प्रथम व्यक्ति उक्त माने प्रथमा तो कौन हो ना प्राति क्वेश्चन आप कौन लिखे ना प्रातिपादिकार्थे प्रथमा यही सूत्र अनुसार उक्तटा प्रथमा विभक्ति ही हुए उक्त केतबेले कर्मटा हम ना तिंगंत हो कुदंत हो तद्धित हो समास हो कर्मटा उक्त हे बुझिपारे तिंगंतर गोटे उदाहरण ना जमी गोटे उदाहरण अच्छी मया हरि सेव्यते एग्जाम्पल नेले टी आप बुझीपारे बोली भावुची मया हरि बहुत पिला तो बुझीचंती टी माने जन जन कन्फ्यूज भी होती तो से मुझे कहीदे मया हरि सेव्यते सेव्यते कौन आपणकर जो तिंगंत पदटा हो गला नहीं कि कर्म ए कौटी कौन अच्छी कर्म हूँ हरि हरि हरिटा भाई कर्म माने हरि हम कथा ना कि कर्म किंतु ये प्रथमा विभक्ति होती कहीं ना सेव्यता तिंगंत पद कौन ना सेव कर्मणि लीट युक्त तो से गोटे तिंगंत पद हवा जो ये कौन है उक्ते कर्मणि प्रथमा है हरिटा प्रथमा विभक्ति है हरिटा कर्म बुझिपारे
କ'ଣ ହେଇଗଲା ନା କର୍ମଣି ଦ୍ୱିତୀୟା ନ ହୋଇକି ସୂତ୍ରଟା କ'ଣ ପାଇଁ ପ୍ରଥମା ଯେଉଁ ପ୍ରାତିପାଦିକାର୍ଥେ ମାତ୍ରେ ପ୍ରଥମା ସୂତ୍ର ଅନୁସାରେ ପ୍ରଥମା ବିଭକ୍ତି ହେଲା। ବୁଝିପାରିଲେ? ଏଟା କ'ଣ ହେଇଗଲା ଆପଣଙ୍କର ତିଙ୍ଗନ୍ତ। ତ ଆଉ ଗୋଟେ ନବା ଯେଉଁ କୃଦନ୍ତ କ'ଣ ଯେଉଁ କୃତ୍ ପ୍ରତ୍ୟୟ ଦ୍ୱାରା କୃଦନ୍ତର ଗୋଟେ ଏକ୍ଜାମ୍ପଲ୍ ନେଇ ନେବା କ'ଣ ହରିହି ଲକ୍ଷ୍ମ୍ୟା ସେବିତଃ। ଏଠାରେ ହରିଟା କ'ଣ କର୍ମରେ ପ୍ରଥମା ବିଭକ୍ତି ହେଇଛି କାହିଁକି ସେବିତଟା ଦେଖନ୍ତୁ ଯେଉଁ ଶ୍ଲୋକରେ ଏମିତି ଦେଇଥିବ ହରି ଏଇଟା ପ୍ରଥମା ନା ଦ୍ୱିତୀୟ ନା ଉକ୍ତ କର୍ତ୍ତରେ ପ୍ରଥମା ନା ଅନୁକ୍ତ କର୍ମଣି ଦ୍ୱିତୀୟ ଏମିତି ଦେଇଥିବ। ତ ଆପଣ ଦେଖିବେ ଏଠି ଅଛି ନା ଇଏ ସେଣ୍ଟେନ୍ସରେ ସେବିତଟା କ'ଣ କୃଦନ୍ତ। ତେଣୁ କୃଦନ୍ତ ହେଇଛି ବୋଲି ଏଠି କ'ଣ ହେଇଗଲା ନା ପ୍ରଥମା ବିଭକ୍ତି ହେଇଗଲା। ପ୍ରଥମା ବିଭକ୍ତି କ'ଣ ପାଇଁ ହେଲା ନା ପ୍ରାତିପାଦିକାର୍ଥେ ପ୍ରଥମା ସୂତ୍ର ଅନୁସାରେ ହେଲା କର୍ମଣି ଦ୍ୱିତୀୟ ନ ହେଇକି। ବୁଝିପାରିଲେ? ଗୋଟେ କୃଦନ୍ତ ହେଇଗଲା। ଗୋଟେ ତଦ୍ଧିତର ଏକ୍ଜାମ୍ପଲ୍ ନେବା। ତଦ୍ଧିତ କ'ଣ ଗୋଟେ ନେଉଛେ ସତ୍ୟେନ କ୍ରୀତଃ ସତ୍ୟଃ। ଏଠାରେ କ'ଣ ତଦ୍ଧିତ ପଦଟା କ'ଣ ସତ୍ୟଟା କ'ଣ ଗୋଟେ ହେଇଗଲା ଆପଣଙ୍କ ତଦ୍ଧିତ। କ'ଣ ପାଇଁ ନା ଖୋଲନ୍ତୁ ୟାକୁ ପ୍ରତ୍ୟୟ ଲଗାନ୍ତୁ ସତ୍ ୟତ୍ ସୁ। ଦେଖନ୍ତୁ ୟତ୍ଟା କ'ଣ ଗୋଟେ ହେଲା ତଦ୍ଧିତ ହେଲା ନା ନାହିଁ ତଦ୍ଧିତାନ୍ତ ପ୍ରତ୍ୟୟ। ତ ଏଠି କର୍ମରେ କ'ଣ ହେଇଗଲା ପ୍ରଥମା ବିଭକ୍ତି ହେଇଗଲା ତଦ୍ଧିତାନ୍ତ ହେଇଗଲା। ଆଉ ଗୋଟେ ସମାସ ହେଲେ ବି ଆପଣଙ୍କର ପ୍ରଥମା ବିଭକ୍ତି ହେବ କେମିତି କିନ୍ତୁ ଗୋଟେ ଏକ୍ଜାମ୍ପଲ୍ ହେଲା ପ୍ରାପ୍ତାନନ୍ଦ ଦେବଦତ୍ତ। ଏଠି କ'ଣ ହେଇଛି ପ୍ରାପ୍ତାନନ୍ଦ କ'ଣ କେଉଁ ସମାସ ହେଇଛି ନା ବହୁବ୍ରୀ ସମାସ। କେମିତି ନା ପ୍ରାପ୍ତ ଆନନ୍ଦ ଜଂସଃ ବହୁବ୍ରୀ ସମାସ ହେଇଛି। ତ ସମାସ ହେଇଛି ତେଣୁ ଦେବଦତ୍ତ ପାଖରେ ଆପଣଙ୍କର କ'ଣ ହେଇଗଲା ପ୍ରାତିପାଦିକାର୍ଥ ସୂତ୍ର ଅନୁସାରେ ପ୍ରଥମା ବିଭକ୍ତି ହେଲା ଦ୍ୱିତୀୟ ନ ହେଇକି କର୍ମରେ ଦ୍ୱିତୀୟ ନ ହେଇକି। ବୁଝିପାରିଲେ? ତ ଆଉ ଗୋଟେ ସମାସ ଗଲା ଗୋଟେ ନିପାତ କ'ଣ ଅବ୍ୟୟ ଯଦି ଥିବ ସେଠି ବି ଆପଣଙ୍କର ହେଇଯିବ କ'ଣ ନା ପ୍ରଥମା। ତାହେଲେ କ'ଣ ହେଲା କୃଦନ୍ତ ତିଙ୍ଗନ୍ତ ତଦ୍ଧିତ ସମାସ ନିପାତ ଦ୍ୱାରା ଅଭିହିତ ମାନେ ଉକ୍ତ ବା ପ୍ରଧାନ ହେଲେ ତାର ପ୍ରାତିପାଦିକାର୍ଥ ସୂତ୍ର ଅନୁସାରେ ଆପଣଙ୍କର କ'ଣ ହେଇଯିବ ପ୍ରଥମା ବିଭକ୍ତି ହେଇଯିବ। ବୁଝିପାରିଲେ? ତ ଏଥିରେ ଆନ୍ସର୍ କ'ଣ ହେଲା ଆପଣଙ୍କର ସି। ଆଗକୁ ଯିବା ମାମ୍ ଇତି ପଦସ୍ୟ ସକାରଣ ବିଭକ୍ତି ନିରୂପୟତ। ଦେଖନ୍ତୁ ଏଠି ତ ଅଲରେଡ଼ି ଆମକୁ ଯିବାକୁ ପଡ଼ିବନି କ୍ୱେଶ୍ଚିନ୍କୁ ଏଠି ଅଲରେଡ଼ି ଦିଆହେଇଛି ସମ୍ବନ୍ଧ ଇଏ। ତେଣୁ ଆପଣଙ୍କର ଆନ୍ସର୍ କ'ଣ ହେଇଯିବ ପି ସମ୍ବନ୍ଧନେ ପ୍ରଥମା। ଏଠି କ'ଣ କହିଛି ଅସ୍ମିନ୍ ଶୁଷ୍କେ ଏଠାକୁ କେମିତି କରିବେ ଦେଖନ୍ତୁ ଅସ୍ମିନ୍ ଶୁଷ୍କ ଭାବେ ସପ୍ତମୀ ହେବ। ଆପଣ ପ୍ୟାସେଜକୁ ଯାଆନ୍ତୁ। ଭାବେ ସପ୍ତମୀ କ'ଣ ଗୋଟେ ହେଲେ ଲକ୍ଷିତ ଲକ୍ଷ୍ୟ ଯେଉଁ ଗୋଟିଏ କ୍ରିୟା ଦ୍ୱାରା ଅନ୍ୟ ଗୋଟେ କ୍ରିୟାକୁ ସୂଚିତ କରେ। ଭାବ ଯେଉଁ ଯଶସ୍ୱ ଭାବେ ଭାବ ଲକ୍ଷଣ ଗୋଟେ ସୂତ୍ର ଅଛି ସୂର୍ଯ୍ୟ ଉଇଁଲେ ପଦ୍ମ ବିକଶିତ ହେବ। ସେ ତେଣୁ କ'ଣ ଏଠି ହେଲା କ'ଣ ନା ଜଳ ଯଦି ଶୁଖିଯିବ ତାହେଲେ ଆପଣମାନେ ମରିଯିବେ। ତ ଗୋଟେ କ୍ରିୟାକୁ ଆଉ ଗୋଟେ କ୍ରିୟା ଲକ୍ଷିତ କଲା ନା ତେଣୁ ଆପଣଙ୍କର କ'ଣ ହେଇଯିବ ଏଠି ଅଛି ଅସ୍ମିନ୍ ଶୁଷ୍କେ। ଦେଖନ୍ତୁ ଏଠି ଅଛି ତେଣୁ ପଢ଼ିକି ବୁଝିବେ କହିଲି କ'ଣ ପାଇଁ ହୁଏ। ତ ଏଇଟା ଭାବେ ସପ୍ତମୀ ଏଇଥର ପ୍ରାୟ ଆସିଥିଲା ପରୀକ୍ଷାରେ। ଏଇଟା ପରୀକ୍ଷାରେ ପ୍ରାୟତଃ ଆସେ। ତ ଗୋଟେ କ୍ରିୟାକୁ ତେଣୁ ଏଠି ଆନ୍ସର୍ କ'ଣ ହେଲା ଗୋଟିଏ କ୍ରିୟାକୁ ଦେଖିକି ଆଉ ଗୋଟେ କ୍ରିୟା ଯେଉଁଟା ସମ୍ପନ୍ନ ହୁଏ। ଜଳଚରା ଇତି ପଦସ୍ୟ ସକାରଣ ବିଭକ୍ତି ନିରୂପୟତ। ଏଠି ଅଛି ଜଳଚରା କ'ଣ ହେଇଯିବ ଆପଣଙ୍କର ଏଠି କର୍ତ୍ତରେ ପ୍ରଥମା ନା କର୍ମଣି ଦ୍ୱିତୀୟ ନା ଅନୁକ୍ତେ କର୍ମଣି କ'ଣ ହେଇଯିବ ଆପଣଙ୍କର ଆନ୍ସର୍ ଡି ହିଁ ହେଇଯିବ। ଏଠି ଅଛି ଦେଖନ୍ତୁ ମୁଁ କହିଥିଲି ଅନୁକ୍ତେ କର୍ମଣି ପ୍ରଥମା ଅନୁକ୍ତେ କର୍ମଣି ପ୍ରଥମା ହେବନି ଦ୍ୱିତୀୟା। କିନ୍ତୁ ଯଦି ଉକ୍ତ ସବୁବେଳେ ମନେ ତ ଉକ୍ତ ମାନେ ପ୍ରଥମା ଅନୁକ୍ତ କର୍ମଣି ହେଇଗଲେ ଅନୁକ୍ତ ଯେତେବେଳେ ହେଇଯିବ ଅନୁକ୍ତ ବା ଅନଭିହିତ ବା ଅପ୍ରଧାନ କିଛି ବି ଥାଉ ତ ସେଟା ଦ୍ୱିତୀୟ ହେବ। ଏଠି କ'ଣ ଉକ୍ତେ କର୍ମଣି ପ୍ରଥମା ଏଠି ଅଛି ଆପଣ ପଢ଼ିକି ବୁଝନ୍ତୁ। ମୁଁ ଯାହା ଯେଉଁଗୁଡ଼ା କହିଲି କୃଦନ୍ତ ତିଙ୍ଗନ୍ତ ତଦ୍ଧିତ ସମାସ ଆଉ ଅବ୍ୟୟ ଯଦି ଥିବ ସେ ବାକ୍ୟଟାକୁ ପଢ଼ିବେ ଆପଣ ଲାଷ୍ଟ ପର୍ଯ୍ୟନ୍ତ ବି ପଢ଼ିବେ। ଯଦି ଥିବ ସେମିତି ତାହେଲେ କ'ଣ ହେଇଯିବ ଉକ୍ତେ କର୍ମଣି ପ୍ରଥମା। ପ୍ରଥମା କେଉଁ ସୂତ୍ର ଅନୁସାରେ ଏଟା ପ୍ରାତିପାଦିକାର୍ଥେ ମାତ୍ର ପ୍ରଥମା ଅନୁସାରେ ପ୍ରଥମା ବିଭକ୍ତି ହିଁ ହେବ। ତାପରେ କ'ଣ ଅଛି ତୟ ଅଭାବାତ ମାନେ ପାଣି ଅଭାବ କାରଣରୁ
ମାନେ କାରଣ ମାନେ ହେତୁ ହେତୁ ଲାଗିଲା କି ନାହିଁ ବୁଝିବା ପାଇଁ ଚେଷ୍ଟା କରିବେ। ପାଣି ଅଭାବ ହେତୁ, ପାଣି ଅଭାବ ହେଲେ ତମାନେ ମରିଯିବ କି ଯାହା ହବ, ପାଣି ଅଭାବ ହେତୁ, ତ ହେତୁ ଅର୍ଥ କ'ଣ ପଞ୍ଚମୀ, କାରଣରୁ ଭାବାତ୍ ମାନେ ତ ପଞ୍ଚମୀ ହେଇଗଲା। ତ କୋଉ ଅର୍ଥେ ପଚାରିଛି ଅପାଦାନ ପଞ୍ଚମୀ ଆପଣ ତ ଜାଣିଲେ, ଲିୟପ ଲୋପେ ଜାଣିଛନ୍ତି। ଯେଉଁ ଲିୟପ ଲୋପରେ ଆପଣ ତ ଲିୟପ ଲୋପେ ପଞ୍ଚମୀର ଏକ୍ଜାମ୍ପଲଟା ମୁଁ କହୁଛି ଶୁଣନ୍ତୁ। ଶ୍ୱଶୁରାଜିହ୍ୟତେ ଯଦି ସେଟା କର୍ମରେ ଅଧିକରଣ ହେଇଯିବ ଆସନାତ୍ ପ୍ରେକ୍ଷ୍ୟତେ, ଆସନରୁ ଦେଖୁଛି, ବୁଝିପାରିଲେ। ଏକ୍ଜାମ୍ପଲ 2-4ଟା କହିଲେ ବୁଝିପାରିବେ। ଆସନେ ଉପବିଶ୍ୟ ପ୍ରେକ୍ଷ୍ୟତେ, ଆଉ ଗୋଟେ ହେଲା ପ୍ରାସାଦାତ୍ ଆରୁହ୍ୟ, ପ୍ରାସାଦାତ୍ ପ୍ରେକ୍ଷ୍ୟତେ, ପ୍ରାସାଦାତ୍ ପ୍ରେକ୍ଷ୍ୟତେ, ପ୍ରାସାଦମ୍ ଆରୁହ୍ୟ ପ୍ରେକ୍ଷ୍ୟତେ, ବୁଝିପାରିଲେ। ଲିୟପ ଲୋପେ ପଞ୍ଚମୀ କ'ଣ ହେଲା ପ୍ରାସାଦାତ୍ ପ୍ରେକ୍ଷ୍ୟତେ, ତାକୁ ଯଦି ଆମେ କହିବା ସେ କ'ଣ ପ୍ରାସାଦରୁ ଦେଖୁଛି, ତ ପ୍ରାସାଦମ୍ ଆରୁହ୍ୟ ପ୍ରାସାଦମ୍ ଆହୁହ୍ୟ ପ୍ରେକ୍ଷ୍ୟତେ, ଏଟା ଆହୁହ୍ୟଟା କ'ଣ ଆହୁହ୍ୟ ଲେବନ୍ତ ପ୍ରତ୍ୟୟ, ଆହୁହ୍ୟଟା ଲିୟପ ପ୍ରତ୍ୟୟ ନା, ଲେବନ୍ତ ପ୍ରତ୍ୟୟ, ତାର ଲୋପ ହୋଇଥିବାରୁ ଏଇ ଲେବନ୍ତ ପଦର କର୍ମଟା କ'ଣ ହେଲା ଲେବନ୍ତ ପଦ। ଏଇ କର୍ମ ଠାରେ କର୍ମଟା କ'ଣ କର୍ମ ପ୍ରାସାଦ ଠାରେ କ'ଣ ବାର୍ତ୍ତିକ ଅନୁସାରେ ଆପଣଙ୍କର କ'ଣ ହେଲା ପଞ୍ଚମୀ ବିଭକ୍ତି ହେଇଗଲା। ଲିୟପ ଲୋପେଟା ଗୋଟେ ବାର୍ତ୍ତିକ ସୂତ୍ର ନା, ଲିୟପ ଲୋପେ କର୍ମଣ୍ୟାଧିକରଣେଚ, এটা ଗୋଟେ ବାର୍ତ୍ତିକ ସୂତ୍ର। ଦେଖନ୍ତୁ ଲେଖା ହେଇଛି ସରସି ଇତି ପଦସ୍ୟ, ଆପଣ ସେଇଠିକି ଯିବେ, ସେଠି ଲେଖା ହେଇଛି, ମୁଁ ହାଇଲାଇଟ୍ କରିଦେଇଛି ସବୁ ଇଏ ଗୁଡ଼ାକୁ, ଆପଣ ଦେଖିବେ ଭଲସେ, କିଛି ଅସୁବିଧା ହେବନି। କ'ଣ ଲେଖା ହେଇଛି ସେଠି ସରସି ଜାତ, ମାନେ ସରସରେ ଜାତ ମାନେ ପୋଖରୀରେ ଜାତ ପଦ୍ମ ନାଇଁ କି, ସରସି ଜାତ ତ ଗୋଟେ ସ୍ଥାନରୁ ଜାତ ହେଇଛି, ତ ଆପଣଙ୍କୁ କ'ଣ ହେଇଯିବ ଆନ୍ସର ସ୍ଥାନାଧିକରଣ। କାଳାଧିକରଣରେ ସପ୍ତମୀ କ'ଣ ଗୋଟେ ଏକ୍ଜାମ୍ପଲ ଆପଣ କମେଣ୍ଟ ବକ୍ସରେ ଲେଖନ୍ତୁ କ'ଣ ହେବ କାଳାଧିକରଣ ସପ୍ତମୀ, এটা ଆପଣଙ୍କର କ'ଣ ହେଲା ସ୍ଥାନାଧିକରଣ। ତାପରେ କ'ଣ ଅଛି ଦୁଃଖେନ ଇତି ପଦସ୍ୟ ସକାରଣ ବିଭକ୍ତି ନିରୂପୟିତ, ଦୁଃଖେନ ଦୁଃଖ ହେତୁ ନୁହଁ କି, କ'ଣ ହେଲା ଯେଉଁ ତୃତୀୟ ବିଭକ୍ତିର ସମ୍ମେନ ବିଷେନ ପ୍ରକୃତି ଆଦି ବି ଉପସଂଖ୍ୟାନ ଗୋଟେ ସୂତ୍ର ଅଛି ତୃତୀୟ ବିଭକ୍ତିରେ, ସେଥିରେ ଯେଉଁ ଅଛି ପ୍ରାୟ ଗୋତ୍ର ସମ ବିଷମ ସୁଖ ଦୁଃଖ ଦ୍ରିଦ୍ରୟଣ, ଯଦି ଏଇ ୱାର୍ଡ଼ଟା ଥିବ ତାହେଲେ ଆପଣଙ୍କର କ'ଣ ହେଇଯିବ ପ୍ରକୃତି ଆଦି ବି ଉପସଂଖ୍ୟାନ। ଯେଉଁ ପ୍ରାୟଣ ଜାଗିକ ଗୋତ୍ରେଣ ଗାର୍ଗ୍ୟ ସମେନ ଏତି ବିଷମେନ ଏତି ସୁଖେନ ଜାତି ଦୁଃଖେନ ୟାତି ଦ୍ରିଦ୍ରୟଣ ଧ୍ୟାନମ କ୍ରୀଣାତି, ମାନେ ଦୁଇ ଗୌଣୀ ଯେଉଁ ଦ୍ୱାରା ଧାନ କିଣୁଛ, এটা ସବୁ କ'ଣ ହେଇଯିବ ପ୍ରକୃତି ଆଦି ବି ଉପସଂଖ୍ୟାନ। ଆପଣ ଆନ୍ସର କ'ଣ ହେଇଗଲା ଅପସନ୍ ଏ। ଆଉ ଗୋଟେ ଜଷ୍ଟ ଏଠି ମୁଁ ଟିକେ ଖାଲି କହିଦେଉଛି, ହେତୁ ତୃତୀୟା ଗୋଟେ ଅଛି, କ'ଣ ଅଛି ହେତୁ ତୃତୀୟା, ଏଠି ପରୀକ୍ଷାରେ ଆସେ ଗୋଟେ ଦ୍ରବ୍ୟ ହେତୁ ଗୋଟେ ଅଛି, କ'ଣ ହେଲା ଦ୍ରବ୍ୟ ହେତୁ, ଆଉ ଗୋଟେ ହେଲା ଗୁଣ ହେତୁ, ପରୀକ୍ଷାରେ ଆସିଛି ବହୁତ ପିଜିଟି ପରୀକ୍ଷାରେ ଆସିଛି। କ୍ରିୟା ହେତୁ, ଏକ୍ଜାମ୍ପଲ ମୁଁ କହିଦେଉଛି, ଦ୍ରବ୍ୟ ହେତୁ କୋଶ୍ଚିନ୍ ଦେଇଥିବ ଦଣ୍ଡେନ ଘଟଃ, ତ କୋଉ ହେତୁ ଆପଣଙ୍କର କ'ଣ ହେଇଯିବ ଦଣ୍ଡେନ ଦ୍ରବ୍ୟ ହେତୁ, ମାନେ ଦଣ୍ଡ ହେଲା କ'ଣ ଘଟ ରୂପୀ ଦ୍ରବ୍ୟ, ସାଧକ କ'ଣ ହେଲା ସାଧକ ବା କାରଣ ଅଟେ, କ'ଣ ହେଲା ଦଣ୍ଡଟା କ'ଣ ଘଟ ଗୋଟେ ଯେଉଁ ବନଉଛ ସେଇଟା ତାର କ'ଣ ଦ୍ରବ୍ୟର ସାଧକ ବା କାରଣ ଅଟେ, ବୁଝିପାରିଲେ। ତ ଏଇଟା ଦଣ୍ଡେନ ଘଟଃ। ଗୁଣ ପ୍ରତି କ'ଣ ହେଇଯିବ ପୁଣ୍ୟନ ଗୌରହ, ପୁଣ୍ୟ ହେତୁ ସେ ଗୋରା, ପୁଣ୍ୟନ ଗୌର ଗୁଣ ହେତୁ ହେଲା। ଆଉ କ୍ରିୟା ହେତୁ ପଡ଼େ କ'ଣ ପୁଣ୍ୟନ ଦୁଷ୍ଟ ହରି, ଦୃଷ୍ଟ ପୁଣ୍ୟନ, ଲେଖିଦେଉଛି ନହେଲେ ଟିକେ, এটা ପରୀକ୍ଷାରେ ପଡ଼େ, ପରୀକ୍ଷାରେ ପଡ଼ିଥିବ ପୁଣ୍ୟନ ଦୃଷ୍ଟ ହରି, এটা କ୍ରିୟା ହେତୁ ନା ଗୁଣ ହେତୁ ନା ଯେଉଁ ଦ୍ରବ୍ୟ ହେତୁ, କ'ଣ ସେ ପୁଣ୍ୟ କାମ କରିଛି ବୋଲି ହରିଙ୍କୁ ଦେଖିଲା। ଆଉ ପୁଣ୍ୟନ ଯେଉଁ ଗୋରା ହେଲା, ସେ ପୁଣ୍ୟ ହେତୁ ସେ ଗୋରା ହେଲା, ତ ଗୁଣ ସେଟା ତାର, ଏଇଟା ଟିକେ ମନେ ରଖନ୍ତୁ। ତ ଆଗକୁ ଯିବା, ଏଇଟା ପରୀକ୍ଷାରେ ଆସେ ବୋଲି ମୁଁ କହିଦେଲି, ନହେଲେ କହିବା କିଛି ଯୁକ୍ତି ନଥିଲା। ଫିର ଅପସନ୍ର ଅଛି, ଆଗକୁ ଯିବା। ସହଯୋଗ ତ ଆପଣମାନେ କରିପାରିବେ, ସହ ଲାଗିଥିବ ପ୍ରକୃତି ବି କହିଲି, କରଣେ ତୃତୀୟା, କରଣ ସାଧକତମ କରଣ, ସାଧକ ଜିନିଷ ହେଇଥିବ, କଲମ ଦ୍ୱାରା ଲେଖୁଛି ସେ, ଗୋଟେ ସାଧକ ସାଇକେଲ ଦ୍ୱାରା ଯାଉଛି ସେ, ତ ସେଟା କରଣେ ତୃତୀୟା। ତାପରେ କ'ଣ ହେଉଛି ଭବତା ଇତି ପଦସ୍ୟ ସକାରଣ ବିଭକ୍ତି, ଭବତା ଆପଣ ଯିବେ ସବୁ ପ୍ୟାସେଜକୁ ଗଲାବେଳକୁ ବହୁତ ଟାଇମ୍ ଯାଉଛି, ଆପଣ ଯାଇକି ଦେଖିବେ ଲେଖା ହେଇଛି ସତ୍ୟମ ଉପଲକ୍ଷିତମ ଭବତା ମୟା ହି ମତ୍ସ୍ୟ ଆଦାନମ ପ୍ରତି, ଭବତା ତର ଆପଣଙ୍କର ଏଠି କ'ଣ ହେଇଯିବ ଏଠି ଅନୁକ୍ତେ କର୍ତ୍ତରୀ ତୃତୀୟା, ବୁଝିପାରିଲେ। ଅନୁକ୍ତେ କର୍ମ ଯୋଉଠି ଥାଏ ସେଠି କର୍ମଣି ଦ୍ୱିତୀୟା, ଏଠି ତୃତୀୟା ହବ ନା ଅନୁକ୍ତେ କର୍ତ୍ତରୀ ତୃତୀୟା, ବୁଝିପାରିଲେ। भवता भवद्भ्याम भवद्भि अनुक्ते कर्तरी तृतीया, प्राय उपवेशनम
इति पदस्य सकारात्मक विभक्ति प्राय उपवेशनम कौन है आपणकर ऑप्शन उक्ते कर्मणि प्रथमा उक्त है तो कौ कारण है जीवे आप ये को मुझे कहली रूल पुट करेंगे उक्ते कर्मणि प्रथमे कहीं हुए कहीदे तिगंत कृदंत तदित समास अव्यय पद लगी निपात शब्द तापर चलतु समास देखा आम ऑप्शन आप कौन है बी होगा समास अच्छी वर्ण प्रदेश इति पदस्य विग्रह वाक्यम चिन्हुत वर्ण समास पर आम संधि को जा विसर्ग संधि पूरा भल से पढ़ेदेवी कहीदेवी जी ऑप्शन अच्छे से अनुसार कहीदेवी वर्ण प्रदेश इति पदस्य विग्रह वाक्यम चिन्हुत वर्ण प्रदेश विग्रह वाक्यटा एमती परीक्षा आसी विग्रह दे कौटा एटा ठीक बोली तो वन प्रदेशम तस्मिन वनम प्रदेशम तस्मिन देखिए तो यहाँ कही बुझी जाऊँगी आराम से तो आप कौन हो वनम प्रदेशम तस्मिन तो कौन है कृताश्रय कृताश्रय इति पदस्य समास समस्त मान पदम लिख समस्त मान कथा टिके प्रिंटिंग मिस्टेक जाइए कृताश देख आउ गोटे परीक्षा जब समास न जापारे माने जो तत्पुरुष द्वितीय विभक्ति सप्तमी विभक्ति जो बंचीगला गोटे प्रथमटा जोटा कौन बहुब्री समास है प्रायतः प्रथम विभक्ति गुड़ाक प्रायतः आप बजेबे जो लेखिदेवे जब जाणी न पार्टी तो बहुब्री समास ही हुए कन्फ्यूज होबार ना तो ये कौन हो आपंकर एमती गोटे परीक्षा आसी तो बहुब्री समास हो आंसर कौन हो ए नेक्स्ट कौन कही धराया तलम तलम इति विग्रह वाक्य से समस्त पदम धरा तलम कौन हो आंसर धरा तलम नेक्स्ट कौन कही सादरम सादरम इति पदस्य समास नाम लिखत मैंने सादरम समासटा कौन हो कौन से कही पढ़ेला बेले कौन हो ना सहार्थक प्रति आदरण आदरण सह वर्तमान सादरम सहार्थक बहुब्री नेक्स्ट क्वेश्चन जीवा दैव मुखात कौन हो दैव मुखात कौन अच्छी दैवगात मुखात कौन हो दैवज्ञ मुखम तस्मात् ऑप्शन बी हो तयोभावात इति पदस्य विग्रह वाक्यम तयो अभावम तस्मात् तयसु तयस्य अभावम तस्मात् ऑप्शन डी इज करेक्ट तापर कौन हो जलचरा कौन जलम चरती इति कुंभम करती इति तो उपपद तत्पुरुष हो आपंकर नाना जलचर युक्त इति पदस्य समास नाम नाना जलचर युक्त कर्मधारे ना तृतीय तत्पुरुष ना षष्ठी तत्पुरुष सप्तमी तत्पुरुष आप कौन हो तृतीय तत्पुरुष समास नेक्स्ट कौन कही मत्स्य आदानम इति पदस्य समास नाम चिन्हुत मत्स्य आदानम कौन हो मत्स्य से आदानम ना षष्ठी तत्पुरुष अनावृष्टि इति पदस्य विग्रह वाक्यम चिन्हुत नवृष्टि कौन है अनावृष्टि ही इति पदस्य विग्रह कौन हम नवृष्टि ही अनावृष्टि ही तापर आसवा प्रकृति प्रत्यय को तापर संधि आसीज प्रकृति प्रत्यय गोटे माने पैसेज रे किछि रहिबोनी आपनकर मिस किछि जीवन एति कर देबे माने एटा जे आसला आपनकर कन्फर्म 5 रु 5 10 रु 10 जे जते क्वेश्चन ने 7 आसीबो 7 पर आसे कोन युक्तम इति पदस्य प्रकृति प्रत्यय चिन्हुत युक्तम कोन हिजो आपनकर युक्त केबे भी नुह एटा प्रकृति प्रत्यय करबेटा आपन गोटे इजी तो एटा मु गडे दे जाउची यूज युक्त तो बेसी कष्ट हुए सकारात्मक विभक्ति समास टिके प्रॉब्लम हुए विशेष तो सकारात्मक विभक्ति उपयुक्त आयुक्त गम युक्त त कौन हम उपर आ अच्छी कौन हो उपगत हो उपागत उपागत उपविष्ट हो इति पदस्य प्रकृति प्रत्यय गतम उत्तरम चिन्हुत उपविष्ट हो कौन हो उपविष्ट देखु घई घई तो कटिगला ऑलरेडी तो 20 मुद्नेश दंतेश तो केबे भी नुह तो आपनकर कौन हो ऑप्शन ए इज करेक्ट अभिसीच शत्रु कौन हम अभिसिंचन तो मुद्रेश हम दंतेश हम देखु यहाँ जब आप रक्त सत्व भल से बुझी थे करें आराम से तो आंसर कौन होगा आंसर सी रक्त सत्व भी एग्जाम आसे 2टा खंडे क्वेश्चन आसे
गुट्टे गोटे तो आसो कंपलसरी। श्रुत्वा इति पदस्य प्रकृति प्रत्ययगतम उत्तरम चिनुत श्रुत्वा श्रुयुक्त तो आप आंसर कौन हो बी। प्रकृति प्रत्यय टी समस्ते कर दियंती तेणु सेटा गड़े नहीं जाउची। वृद्धि प्रकृति प्रत्यय कौन हम वृद्ध युक्त तीन नहीं कि तीन ऑप्शन सी इज करेक्ट। नेक्स्ट जीवा कि क्रीड युक्त तो कौन हम क्रीडित हाँ कि नहीं। नेक्स्ट क्वेश्चन नासम इति पदस्य प्रकृति प्रत्ययगतम उत्तरम चिनुत नासम नास कौन हो नस युक्त घय नास। वियोग इति पदस्य प्रकृति प्रत्ययगतम उत्तरम चिंत वियोग कौन हम बी यूज घय वियोग अच्छी तो कौन होकर घय। एबे आसवा संधि संधिटा गोटे भलसे पढ़ा तस्मादय एटा परीक्षा आसे जो द कि त कि कौन अपना कन्फ्यूज होता जानी हो जाऊँगी ऑप्शन तस्मात तस्मत कभी नुह डी ऑप्शन इज करेक्ट। तदाकर्ण्य यहाँ एग्जाम गोटे फेवरेट क्वेश्चन सबुथ पकईदेव से त हम कि द हम आप कन्फ्यूज हो जाती यहाँ मन रखु तत्युक्त आकर्ण्य तदाकर्ण्य। स्वेच्छया स्वेच्छया सुयुक्त इच्छया कौ संधि सुयुक्त इच्छया कौन हो आपंकर ऑप्शन ए। ओ ए ओ एटा कहार गुणर ना जदि वृद्धि हम ओई हो सुयुक्त इच्छया। भूय युक्त अपि भूय अपि एटा कौन विसर्ग संधि ऑप्शन बी हो। देखो केमी है गोटे सूत्र अच्छी विसर्ग संधि अत रुरत प्लुतात् प्लुते जदि कौन हुए जदि परपदर आदि वर्णटा कौन हो परपदर आदि वर्णटा कौन हो पूर्व पदरे अंतरे हर्ष ओ हवा दरकार भूय ओ भूया है नथिबो कौन भूया नुह भूय हर्ष ओ अक्षर पर जदि हर्ष ओ अच्छी तापर जदि विसर्ग थी विसर्गटा स हो विसर्गटा स हो स पर रु हो रुटा कौन हो जाए रु रु कौन रोटा उटा कौन हो गुण हो जाए गुण है कौन हो आपंकर एटा गुण हो गला ना नहीं गुण है तो अतरुर प्रत्यय अनुसार सूत्र अनुसार आपंकर भूय युक्त अपि भूय अपि एमती अतः युक्त अहम अतः उचित युक्त अवसर उचित अवसर अतरुर प्रत्यय सूत्र अनुसार होती तो ऑप्शन आप कौन होगा बी होगा। विशेषकर आपड़ जो जब परीक्षा कन्फ्यूज डाउट होती विशेषकर ये जो खंड लगी था तो आप अतरुर तार प्रत्यय टी मानने जो बेल फरक पड़ो आप यहाँ भी भूल हो क्वेश्चन किंतु मैक्सिमम ये आप ठीक ही हो जाए मैक्सिमम 98% हो जाए पूरा ठीक। तापर कौन अच्छी सदायुक्त एवं सदायुक्त आपर ए अच्छी तो आप कौन हो सदैव हो सदैव डी ऑप्शन हो ये दुटा देखो परीक्षा हड़बड़े माने भावुवे डी कि सी कि ये विसर्ग अच्छी तेणु हेनी डी। नेक्स्ट निहियुक्त चिंता ये आप जानते निश्चिंता ये भी कौन है विसर्ग संधि अनुसार है तत्युक्त एतत् कौन है मन रख ये परीक्षा ये द भी दे तो कन्फ्यूज हबार ना तत्युक्त एतत् तदेत ऑप्शन कौन है आपंकर सी होगा करेक्ट। नेक्स्ट जी गतश्च गतः युक्त च गतश्च ये पदस्य संधि विषय कौन होगा गतः युक्त च गतश्च ये विसर्ग लगी जाए तेणु हेनी ए दुटा तो हम ना तो आप बी आंसर होगा। नेक्स्ट अच्छी कौन कश्चित इति पदस्य संधि विच्छेदम करुत कश्चित कौन कह युक्त चित कमश्चित हो अनुसार संधि को पड़ेगा ये खाली कश्चित अच्छी गोटे देखिए अनुसार भी कम विसर्ग हो जाए कमश्चित कमश्चित हेले आपंकर विसर्ग अनुसार संधि को पड़ेगा यहाँ कश्चित अच्छी कह युक्त चित कश्चित आंसर बी होगा आपंकर। कस्मिश्चित कस्मिश्चित पदस्य संधि विच्छेद कस्मिश्चित पदस्य संधि विच्छेद कौन हम कस्मिन् युक्त चित कस्मिश्चित ततश्च जोड़ा बुझेबा पड़ोसी मुझे बुझाऊँ जोड़ा इजी अच्छी खाली टाइम वेस्ट करिया किसी दरकार नहीं ततश्च ये पदस्य संधि विच्छेद ततः युक्त च ततश्च आंसर ए गला आपंकर राइट। तापर कौन अच्छी इदम युक्त उच्चे
इदम उच्यते आंसर कौन है आपंकर सी। तापर शब्दार्थ ता भितर जो कौटा मानेटा कौन पचारे तो सेटा मुझे जस्ट गड़े दी जाऊँगी परीक्षा भी आसे तो करेंगे आपण मैंने व्यापादयितुम माने कौन से हंतुम मार जोटा। मत्स्यादनम इति पदस्य क अर्थ मत्स्य कौन कर मत्स्य को भोजन कर मारिकी खाइब ना कि कह मु खाएनी मत्स्य मारेनी आउ। दैव मुखात कौन ज्योतिष मुखात नहीं कि असुरस्य मुखात कभी हम कि दैव मुखात कौन तय भात तय तय कौन पानी पानी माने जल अभावात तय अभाव तय माने कौन पानी अभावात माने कारण जल अभावात बुझिपारे कौन है जल अभावात। उपवेशनम इति पदस्य क अर्थ उपवेशनम उपवेशनम कौन है आपंकर अनशनम। धावन नुह जदि भी बुझीपार न धावन भ्रमण के हम कि आसन स्थित के भी नुह तो जो मैंने बुझी न पारे से एमती भी देखिले भी ऑप्शन देखिक भी एनालिसिस करें। अश्रु प्रभाई माने कौन लत माने पूरा दीटा आखिरु गंगा जमुना सरस्वती बही जा। जलम इति पदस्य समानार्थ पदम अनुच्छेदा चिन्हुत जो जल जलर कौन तय अभाव देखाई ना नहीं तय ही हो। थैंक यू फॉर वाचिंग।